ଜୟ ଜଗନ୍ନାଥ ପିଲାମାନେ। ଆଜିର ଏଇ ଭିଡ଼ିଓରେ ଆମେ 2014ରୁ ଆରମ୍ଭ କରିକି 2024 ପର୍ଯ୍ୟନ୍ତ ଯାହା ବି ଏକ୍ଜାମ୍ ସବୁ ହେଇଛି ଏସ୍ଏସ୍ସି ଦ୍ୱାରା, ଓଏସ୍ଏସ୍ସି ଏବଂ OSSC ଦ୍ୱାରା ତାର ଜିକେ କ୍ୱେଶ୍ଚିନ୍ କିଛି ଯେଉଁଗୁଡ଼ା ରିପିଟେଡ୍ ହେଉଛି, ବାରମ୍ବାର ପଚରା ଯାଉଛି ଏକ୍ଜାମ୍ରେ, ତାକୁ ଆମେ ପ୍ରାକ୍ଟିସ୍ କରିବା। କାହିଁକି ନା ଯାହା ବି ଆମର ସବୁ ଅପକମିଂ ଏକ୍ଜାମ୍ ସବୁ ଆସୁଛି ସେଥିରେ ଏଇସବୁ କ୍ୱେଶ୍ଚିନ୍ ଆସିବାର ବହୁତ ମାତ୍ରାରେ ଚାନ୍ସ ରହୁଛି ଏବଂ ଆମେ ମଧ୍ୟ କ'ଣ କରନ୍ତି ନା ଖୋଜିକି ରିପିଟେଡ୍ କ୍ୱେଶ୍ଚିନ୍ ଗୁଡ଼ା ପ୍ରାକ୍ଟିସ୍ କରନ୍ତି। ତ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି କି ଆପଣମାନେ ମୋର ଭିଡ଼ିଓ ଦେଖନ୍ତୁ। ଏଇଟା ସେଟ୍ ବାଇ ସେଟ୍ ଆସିବ। ଏଇଟା ଫାଷ୍ଟ ଭିଡ଼ିଓ ଯାହାଥିରେ କି ଆମେ ପାଖାପାଖି 1000ରୁ ଏଭବ କ୍ୱେଶ୍ଚିନ୍ ମୁଁ କଲେକ୍ସନ୍ କରି ରଖିଛି, ଯାହାକୁ ଆମେ ପ୍ରାକ୍ଟିସ୍ କରିବା ଜିକେ କ୍ୱେଶ୍ଚିନ୍ ସବୁ। ତ ଆଉ ଟାଇମ୍ ୱେଷ୍ଟ ନ କରିକି ମାନେ ଚାଲନ୍ତୁ ଫାଷ୍ଟ କ୍ୱେଶ୍ଚିନ୍ ଆମେ ଦେଖିବା। ଫାଷ୍ଟ କ୍ୱେଶ୍ଚିନ୍ କହୁଛି କ'ଣ ନା, ଆକର୍ଡିଂ ଟୁ ଶିଖ୍ ଲିଟରେଚର ଦ ବାର୍ଥ ଆନିଭର୍ସରୀ ଅଫ୍ Guru Nanak Dev is celebrated on the full moon day of the which Indian lunar month। ତ କ'ଣ କହିଲା କ୍ୱେଶ୍ଚିନ୍ କହୁଛି ଶିଖ୍ ଲିଟରେଚର ହିସାବରେ ଶିଖ୍ଙ୍କର ଯେଉଁ ଗୁରୁ ଥିଲେ ଗୁରୁ ନାନକ ଦେବ, ତାଙ୍କର ବାର୍ଥଡେକୁ କେଉଁ ମନ୍ଥରେ ସେଲିବ୍ରେଟ୍ କରାଯାଏ? ମାଘ, ଅପସନ୍ ବି ପୌଷ, ଅପସନ୍ ସି ଆଷାଢ଼ ଆଣ୍ଡ ଅପସନ୍ ଡି କାର୍ତ୍ତିକ। ତାର ରାଇଟ୍ ଆନ୍ସର ହେବ ପିଲାମାନେ ଅପସନ୍ ଡି କାର୍ତ୍ତିକ ମନ୍ଥ। କାର୍ତ୍ତିକ ମାସରେ ସେଲିବ୍ରେଟ୍ କରାଯାଏ, ତାଙ୍କ ବାର୍ଥଡେକୁ ସେଲିବ୍ରେଟ୍ କରାଯାଏ। ତ ଏଇ କ୍ୱେଶ୍ଚିନ୍ ରିଲେଟେଡ୍ ଆଉ 4-5ଟି କ୍ୱେଶ୍ଚିନ୍ ଅଛି ଯାହାକୁ ଆମେ ଟିକେ ପ୍ରାକ୍ଟିସ୍ କରିବା। ସେ ବି ବହୁତ ଇମ୍ପୋର୍ଟାଣ୍ଟ ଏବଂ ବୁଲେଇ ବଙ୍କେଇକି ଏଇ କ୍ୱେଶ୍ଚିନ୍ରୁ ଏଇ ଟପିକ୍ରୁ କ୍ୱେଶ୍ଚିନ୍ ଯାହା ବି ଗୋଟେ ଆସେ। ଫାଷ୍ଟ ପଏଣ୍ଟ ହେଲା କ'ଣ ନା, ଗୁରୁ ନାନକ ଦେବଜୀ ଯିଏକି ଥିଲେ କ'ଣ ନା ଶିଖ୍ ମାନଙ୍କର ଫାଷ୍ଟ ଗୁରୁ ଥିଲେ ଏବଂ ସେ ଥିଲେ କ'ଣ ଫାଉଣ୍ଡର ଅଫ୍ ଶିଖିଜିମ୍। ମନେ ରଖିବେ ପିଲାମାନେ, କ୍ୱେଶ୍ଚିନ୍ ଆସେ ହୁ ଇଜ୍ ଦ ଫାଉଣ୍ଡର ଅଫ୍ ଶିଖିଜିମ୍? ଗୁରୁ ନାନକ ଦେବଜୀ ଇଜ୍ ଦ ଫାଉଣ୍ଡର ଅଫ୍ ଶିଖିଜିମ୍। ଫାଷ୍ଟ କ୍ୱେଶ୍ଚିନ୍ ଏଇଟା ଗଲା। ସରି, ଆମେ ଗୋଟେ ଫାଷ୍ଟ କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କଲେ, ତାପରେ ଏଇଟା ହେଲା ସେକେଣ୍ଡ କ୍ୱେଶ୍ଚିନ୍। ଏମିତି ଆସିପାରେ ଗୁରୁ ନାନକ ଦେବଜୀ ହେଉଛନ୍ତି କ'ଣ ନା ଫାଉଣ୍ଡର ଅଫ୍ ଶିଖିଜିମ୍। ତାପରେ ଆଉ ଗୋଟେ କ୍ୱେଶ୍ଚିନ୍ ଅଛି କ'ଣ ନା, ନାଇନ୍ଥ ଗୁରୁ କିଏ? ନାଇନ୍ଥ ଗୁରୁ ହେଉଛନ୍ତି ଗୁରୁ ତେଗ୍ ବାହାଦୁର। ଆଚ୍ଛା, ନାଇନ୍ଥ ଗୁରୁ ଆସିଲେ ତ ମୁଁ କହିଦେଉଛି ଏଇଠି ଶିଖ୍ ମାନଙ୍କର 10 ଜଣ ଗୁରୁ ଥିଲେ। କେତେ ଜଣ ଗୁରୁ ଥିଲେ? 10 ଜଣ ଗୁରୁ ଥିଲେ। ତାଙ୍କ ଭିତରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛନ୍ତି କିଏ ନା ଫାଷ୍ଟ ଗୁରୁ ଗୁରୁ ନାନକ ଦେବଜୀ, ଯିଏ କ'ଣ ଶିଖିଜିମ୍ ଫାଉଣ୍ଡର ଥିଲେ, ପ୍ରତିଷ୍ଠା କରିଥିଲେ ଶିଖ୍ ଧର୍ମ। ତାପରେ ଇମ୍ପୋର୍ଟାଣ୍ଟ କିଏ ନା ନାଇନ୍ଥ ଗୁରୁ। ନାଇନ୍ଥ ଗୁରୁ କାହିଁ ଇମ୍ପୋର୍ଟାଣ୍ଟ ଆମେ ପଢ଼ିବା। ଏବଂ ତାପରେ ଇମ୍ପୋର୍ଟାଣ୍ଟ କିଏ ନା 10th ଗୁରୁ। ଏଇ 3 ଜଣଙ୍କୁ ଆମେ ପଢ଼ିବା, କାହିଁକିନା ଏଇ 3 ଜଣଙ୍କ ଗୁରୁରୁ ହିଁ କ୍ୱେଶ୍ଚିନ୍ ଆସେ। ହଉ ଠିକ୍ ଅଛି। ନାଇନ୍ଥ ଗୁରୁ କାହିଁ ଫେମସ୍ ନା, ନାଇନ୍ଥ ଗୁରୁ ହେଉଛନ୍ତି, ତାଙ୍କ ନାଁ କ'ଣ ପଚାରିଦିଏ। ନାଇନ୍ଥ ଗୁରୁ ହେଉଛନ୍ତି ଗୁରୁ ତେଗ୍ ବାହାଦୁର ଜୀ। ନାଇନ୍ଥ ଗୁରୁ କିଏ ନା ଗୁରୁ ତେଗ୍ ବାହାଦୁର ଜୀ। ସେ କ'ଣ ପାଇଁ ଫେମସ୍ ଥିଲେ ନା sacrificed his life to protect Hindu and Sikh। କ'ଣ କରିଥିଲେ ନା, ମୁଁ ଗୋଟେ ଷ୍ଟୋରି କହୁଛି। ଯେତେବେଳେ ଭାରତରେ ମୁଗଲ ଶାସନ ଚାଲିଥିଲା ସେତେବେଳେ ରାଜା କିଏ ଥିଲେ ନା, ଯେତେବେଳେ ଔରଙ୍ଗଜେବ ରାଜା ଥିଲେ ସେତେବେଳେ କ'ଣ କରୁଥିଲେ, ଔରଙ୍ଗଜେବ ନନ୍ ହିନ୍ଦୁ ମାନଙ୍କ ଉପରେ ବହୁତ ସାରା ଅତ୍ୟାଚାର କରୁଥିଲେ। ନନ୍ ମୁସଲିମ ମାନଙ୍କ ଉପରେ, ଯେମିତିକି ହିନ୍ଦୁ, ଶିଖ ଏମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ଏବଂ କ'ଣ କରୁଥିଲେ ନା, ତମେମାନେ ଇସଲାମ କବୁଲ କରିନିଅ ବା ମୁସଲମାନ ହେଇଯାଉ। କିନ୍ତୁ ତା ଏଗନେଷ୍ଟରେ ସ୍ୱର ଉତ୍ତୋଳନ କରିବାରୁ ଗୁରୁ ତେଗ୍ ବାହାଦୁର ଜୀଙ୍କୁ ଔରଙ୍ଗଜେବ କ'ଣ କରିଥିଲା, ହତ୍ୟା କରିଥିଲା। ସେଥିପାଇଁ ନାଇନ୍ଥ ଗୁରୁ ଇମ୍ପୋର୍ଟାଣ୍ଟ। ପ୍ରଥମ ଗୁରୁ କିଏ ନା ନାନକ ଦେବ ଶିଖିଜିମ୍ ଯେ ପ୍ରତିଷ୍ଠା କରିଥିଲେ। ନାଇନ୍ଥ ଗୁରୁ କିଏ ମାରିଦେଲା ନା ଔରଙ୍ଗଜେବ ହତ୍ୟା କରିଥିଲା। ତାପରେ ଆମେ ଆସିବା 10th ଗୁରୁ। 10th ଗୁରୁ ଇମ୍ପୋର୍ଟାଣ୍ଟ କାହିଁକି? 10th ଗୁରୁ ହେଉଛନ୍ତି ଗୁରୁ ଗୋବିନ୍ଦ ସିଂ ଜୀ। ପଚାରିଥିବ ହୁ ଇଜ୍ ଦ 10th ଆଣ୍ଡ ଲାଷ୍ଟ ଗୁରୁ? ଲାଷ୍ଟ ଗୁରୁ ଥିଲେ ଗୁରୁ ଗୋବିନ୍ଦ ସିଂ ଜୀ, ଯିଏକି ଥିଲେ 10th ଗୁରୁ। ସିଏ କ'ଣ ପ୍ରତିଷ୍ଠା କରିଥିଲେ ନା ଖାଲସା। ପଚାରିଦିଏ ହୁ ଏଷ୍ଟାବ୍ଲିଶ୍ଡ ଖାଲସା? ତ 10th ଗୁରୁ ବା ଗୁରୁ ଗୋବିନ୍ଦ ସିଂ ଜୀ ଏଷ୍ଟାବ୍ଲିଶ୍ଡ ଖାଲସା। ହି ଇଣ୍ଟ୍ରୋଡ୍ୟୁସ୍ଡ 5 କେଜ୍। 5 କେଜ୍ ବିଷୟରେ ଟିକେ ଆମେ ପଢ଼ିବା ପିଲେ। ହି ଇଣ୍ଟ୍ରୋଡ୍ୟୁସ୍ଡ 5 କେଜ୍, 5ଟା କେ ସିଏ ଦେଇଥିଲେ। କିଏ ଦେଇଥିଲେ? ଗୁରୁ ଗୋବିନ୍ଦ ସିଂ ଜୀ। ଏବଂ ଡିକ୍ଲେୟାର କରିଥିଲେ କ'ଣ ନା ଗୁରୁ ଗ୍ରନ୍ଥ ସାହିବକୁ କ'ଣ ଆଜ୍ ଦ ହୋଲି ସ୍କ୍ରିପ୍ଚର। ହୋଲି ସ୍କ୍ରିପ୍ଚର କ'ଣ ନା ପବିତ୍ର ଗ୍ରନ୍ଥ। ଯେମିତିକି ହିନ୍ଦୁ ମାନଙ୍କର ଆମର କ'ଣ ନା ଗୀତା, ଭାଗବତ, ମୁସଲମାନ ମାନଙ୍କର କ'ଣ ନା କୁରାନ, ସେମିତି ଶିଖ ମାନଙ୍କର ହୋଲି ସ୍କ୍ରିପ୍ଚର କ'ଣ ନା ଗୁରୁ ଗ୍ରନ୍ଥ ସାହିବ। ମନେ ରହିଲା ପିଲାମାନେ? 5 କେଜ୍ କିଏ ଦେଇଥିଲେ ନା ଗୁରୁ ଗୋବିନ୍ଦ ସିଂ ଜୀ ଦେଇଥିଲେ। 10th ଗୁରୁ କିଏ ନା ଗୁରୁ ଗୋବିନ୍ଦ ସିଂ ଜୀ। ଏବଂ ଗୁରୁ ଗୋବିନ୍ଦ ସିଂ ଜୀ କ'ଣ କରିଥିଲେ, ଗୁରୁ ଗ୍ରନ୍ଥ ସାହିବକୁ ହୋଲି ସ୍କ୍ରିପ୍ଚର ଭାବେ ଡିକ୍ଲେୟାର କରିଥିଲେ।
फाइव केज कौन पे मैंने कही फाइव केज विषय पढ़िया फाइव केज हूँ फास्ट के कौन ना केस केस मीन्स चुटी जानी पे मैंने अनकट हेयर सिंबलाइजिंग जानी आप देखुए जमी पंजाबी मैंने कौन करते सिख मैंने चुटी टे बड़ बड़ रखती दाढ़ी भी बड़ बड़ रखती तापर आसला कौन ना कंगा कंगा मीन्स चुटी अधिक जदि रखिए ताहले कौन यूज करेंगे ओब्वियसली पानिया किंतु पानिया कौन से पानिया ना वुडन कम थर्ड कौन थर्ड आसला करा करा मीन्स कौन ना कढ़ा आम जो ब्रेसलेट कहते कढ़ा कहते स्टील ब्रेसलेट से सब कौन करते गोटे हाथ में पकई थे फोर के कौन ना फोर के हूँ कचेरा कचेरा मीन्स कटन अंडर गारमेंट से कौन अंडर गारमेंट जो यूज करते क्या ना कचेरा ना कटन यूज करते फिफ्थ के कौन कहूँ फिफ्थ के कहूँ किर्पन किर्पन मीन्स कौन पे ना सेरेमोनियल फ्लावर से कौन सोड़ मैंने कौन करते पाखर सब गोटे छोट खंडाटे एड़ी गोटे एत बड़ तो नुह एत बड़ खंडा गोटे पाखर सब गोटे रखी था कहीं ना सेल्फ डिफेन्स एवं फाइट एगेन्स्ट इनजस्टिस कौट जब इनजस्टिस होता विरोध में स्वर उत्तोलन करने किर्पन रखन जान पे फाइव केज कौन पे जानलु ना कौन फाइव केज कौन थी आम कौन बहुत सारा क्वेश्चन भी आम देखीदे आउ थे देखीदा से क्वेश्चन टे रिवाइज करदा जहाँफल आम कौन मन रही यही स्लाइड टे पे मन रखा चेष्टा कर प्रथम कौन है ना गुरु नानक देव जी जी थे कौन ना फास्ट सिख गुरु थे फास्ट सिख गुरु थे से कौन करते फाउंडर थे सिखिजिम फाउंडर थे मन रहा सिखिजिम को प्रथम दुनिया को किए आनी ना गुरु नानक देव जी ताले सी कौन है ना फास्ट गुरु है कम सरला किए ना नाइन्थ गुरु आसिले नाइन्थ गुरु कहीं फेमस थे ना गुरु ना कौन था ना गुरु तेग बहादुर जी नाइन्थ गुरु ना कौन था गुरु तेग बहादुर जी कौन ना औरंगजेब हत्या कर एक नंबर गुरु विषय जानिले 9 नंबर गुरु विषय जानिले और 10th नंबर गुरु का ना कौन ना गुरु गोविंद सिंह जी एवं सी होचंदी कौन ना लास्ट गुरु ताकर केते जण गुरु अछंती ना 10 जण सिख मानकर 10 जण गुरु लास्ट नंबर गुरु का ना कौन गुरु गोविंद सिंह जी से कौन करथिले ना खलसा एस्टाब्लिश करथिले कौन एस्टाब्लिश करथिले बोले खलसा एस्टाब्लिश करथिले 5 केज देइथिले एवं गुरु ग्रंथ साहिब को कौन ना होली स्क्रिप्चर भाव डिक्लेयर करते आम 5 केज विषय अलरेडी पढ़ी सारे ये स्लाइड आपण मानक मन रखा पड़ो जब पार्टी स्क्रीनशॉट गोटे नहीं जातु नेक्स्ट क्वेश्चन को जाए क्वेश्चन कहला यक्षगण इज ए फोल्क डांस दैट बिलोंग्स टू द स्टेट ऑफ यक्षगण को डांस फॉर्म को स्टेट को बिलोंग करे ऑप्शन ए केरला ऑप्शन बी कर्नाटक ऑप्शन सी हरियाणा या ऑप्शन डी राजस्थान आंसर कौन हम पे मैंने आंसर हम पे देख यक्षगण को मुझे लिखिपारि ना यश हीरो यश आ हीरो यश को फिल्म केजीएफ रहा रॉकी भाई को इंडस्ट्री ना कन्नड़ को इंडस्ट्री कन्नड़ मुझे कह अनुभव महांती कौन ओडिया आसो तो से यश को हॉलीवुड आसता अनुभव महांती हॉलीवुड इंडस्ट्री से यश आसला कौटा ना कन्नड़ इंडस्ट्री कन्नड़ को स्टेट रे ना कर्नाटका स्टेट ना कर्नाटका तो कर्नाटक राइट आंसर कौन आस कर्नाटका यक्षगण रु मन रखिए यश यश रु मन रखिए कर्नाटक देख पे मैंने मुझे पढ़ला बेले कौन ना एमती सारा ट्रिक मन रखुदी मोर आज पर्यंत भी मन अच्छे तो मुझे आपको बुझेदेली देखिए नेक्स्ट टाइम जो आम डिस्कसन करा आपको पचारू पचारू सांगे सांगे पाठर कौन बाहर ना कर्नाटक आंसर बाहर बहुत सारा क्वेश्चन पे मैंने जिके रे बहुत सारा क्वेश्चन आम एत सारा मन रखा पॉसिबल नुहे मनीष गोटे मनीष पक्षे इम्पॉसिबल तेणु जब कौटी ट्रिक्स छोट मोट ट्रिक्स भी हो पारुची किसी असुविधा ना मु तो पढ़ुली एमती स्टाइल पढ़ाऊँ एवं भी आपण मानक ये स्टाइल तो आशा करुँच भल लगुव आउ जदि भल लगुच वीडियो को लाइक करेंगे कमेंट करेंगे और सांग मान सहित जो मैंने कॉम्पिटिटिव प्रिपेयर होती शेयर करेंगे और चैनल भल लगे वीडियो भल लगे सब्सक्राइब करेंगे जदि फोक डांस पढ़ुंट आउ कि फोक डांस पढ़ीदे जमीक भांगरा भांगरा कार पंजाब एटा तो इजी जानते समस्ते घूमर है राजस्थान घूमर कौन ना मझे गोटे फिल्म आसाला पद्मावत दीपिका पादुकोण शाहिद कपूर आउ रणवीर सिंह तार गोटे गीत था घूमर 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 दीपिका पादुकोण से गीतटा कौन बहुत हिट भी होता है
ବହୁତ ଚର୍ଚ୍ଚାରେ ମଧ୍ୟ ରହିଥିଲା ନାନା କାରଣ ପାଇଁ। ତ ରାଜସ୍ଥାନ କ'ଣ ନା ରାଜପୁତ ମାନଙ୍କର ଗଡ଼ କୁହାଯାଏ। ଆଉ ସେଥିପାଇଁ ଘୁମର ଡ୍ୟାନ୍ସଟା ମନେ ରଖିବେ କାହା ପାଇଁ, କେଉଁ ଷ୍ଟେଟ୍ର ନା ରାଜସ୍ଥାନ। ରୌଫ୍ ମନେ ରଖିବେ, ଯେଉଁମାନେ କ୍ରିକେଟର ଯେଉଁମାନେ ପୁଅ ପିଲା ଅଛନ୍ତି ଦେଖୁଛନ୍ତି ସେମାନେ ଜାଣିଥିବେ ହରିଶ ରୌଫ୍ ହେଉଛି ପାକିସ୍ତାନର। ପାକିସ୍ତାନ କିଛି ଆଉ କହିବା ଦରକାର ନାହିଁ, ଆପଣ ଜାଣିପାରୁଥିବେ ଜାମ୍ମୁ କାଶ୍ମୀର। ଗରବା, ଦାଣ୍ଡିଆ ଏସବୁ କ'ଣ ନା ଗୁଜୁରାଟ। ଏଟା ବି ତ ବହୁତ ଇଜି, ସମସ୍ତେ ଜାଣିଥିବେ। ନଟି ହେଲା ହିମାଚଳ ପ୍ରଦେଶ। ନଟି ଡ୍ୟାନ୍ସ ଫର୍ମଟା ହିମାଚଳ ପ୍ରଦେଶ। ହିକତ ଜାମ୍ମୁ ଆଣ୍ଡ କାଶ୍ମୀର। ଜାମ୍ମୁ ଆଣ୍ଡ କାଶ୍ମୀର କ'ଣ ହେଲା, ଗୋଟେ ରଫ୍ ହେଲା ଆଉ ଗୋଟେ ଆସିଲା ହିକତ ରଫ୍ ଜାମ୍ମୁ ଆଣ୍ଡ କାଶ୍ମୀର। ଗୌରମାରିଆ ଛତିଶଗଡ଼। ଗୌରମାରିଆ କାହାର ନା ଛତିଶଗଡ଼। ଗ୍ରିଦା ଡ୍ୟାନ୍ସ ଫର୍ମଟା କାହାର ନା ମଧ୍ୟପ୍ରଦେଶ। ଏମିତି ମନେ କରିବେ ଗ୍ରିଦା, ଏଠି ଡି ଅଛି, ଏଠି ମଧ୍ୟପ୍ରଦେଶରେ ମଧ୍ୟ ମଝିରେ ଡି ଅଛି। ତ ଗ୍ରିଦା ଡ୍ୟାନ୍ସ ଫର୍ମଟା କାହାର ନା ମଧ୍ୟପ୍ରଦେଶ। ଆଉ ବିହୁ ଆସାମ ତ ଏଟା ବହୁତ ଇମ୍ପୋର୍ଟାଣ୍ଟ ଏବଂ ସମସ୍ତେ ଜାଣିଥିବେ। ଯଦି ଜାଣିନାହାନ୍ତି ଏବିରୁ ମନେ ରଖିବେ। ଆସାମ ବିହୁ ବା ବିହୁ ଆସାମ, এবି ବା ବିଏ। ଲାଷ୍ଟ ତ ନୁହେଁ, ଆହୁରି ବି ଅଛି। ତ ଏଇ ସ୍ଲାଇଡର ଲାଷ୍ଟରେ କିଛି ନା ଛଉ ଡ୍ୟାନ୍ସ ଫର୍ମଟା କାହାର ନା ଓଡ଼ିଶାର, ଝାଡ଼ଖଣ୍ଡର ଏବଂ ୱେଷ୍ଟବେଙ୍ଗଲ। ଯଦି ଓଡ଼ିଶା ଥିବ ଅପସନ୍ ଆନ୍ସର ଠିକ୍ ହେବ, ଝାଡ଼ଖଣ୍ଡ ଥିଲେ ବି ଠିକ୍ ହେବ, ୱେଷ୍ଟବେଙ୍ଗଲ ଥିଲେ ବି ଠିକ୍ ହେବ। এইটা ইম্পর্টেন্ট মনে ରଖିବେ। ବିହୁ ଆସାମ, ଛଉ ବି ଇମ୍ପୋର୍ଟାଣ୍ଟ। ଗୌର ମାନେ ହିକତ ଆଉ ରୌଫ୍ ହେଲା ଜାମ୍ମୁ ଆଣ୍ଡ କାଶ୍ମୀର। ଝୁମୁର ଡ୍ୟାନ୍ସ ଫର୍ମ ହେଉଛି ଆସାମ ଏବଂ ୱେଷ୍ଟବେଙ୍ଗଲ। ଝୁମୁର ଡ୍ୟାନ୍ସ ଫର୍ମ ହେଉଛି ଆସାମ ଓ ୱେଷ୍ଟବେଙ୍ଗଲ। ସାନ୍ତାଳ ମାନେ କ'ଣ ନା ବେସିକାଲି ଆମେ କ'ଣ କୁହନ୍ତି ନା ସାନ୍ତାଳ ହେଲେ ଆଦିବାସୀ, ଏବଂ ଝାଡ଼ଖଣ୍ଡରେ ଆଦିବାସୀ ବହୁତ ଅଛନ୍ତି, ସେଥିପାଇଁ ସାନ୍ତାଳ ଡ୍ୟାନ୍ସ ଫର୍ମ ରିଲେଟେଡ୍ ନା ଝାଡ଼ଖଣ୍ଡ ସହିତ ରିଲେଟେଡ୍। ଲାବନୀ ହେଲା ମହାରାଷ୍ଟ୍ର, ବହୁତ ଇମ୍ପୋର୍ଟାଣ୍ଟ। ଲାବନୀ ଡ୍ୟାନ୍ସ ଫର୍ମ କେଉଁ ଷ୍ଟେଟ୍ ସହ ରିଲେଟେଡ୍ ନା ମହାରାଷ୍ଟ୍ର। ଦାଣ୍ଡିଆ କହିଦେଲି, ଦାଣ୍ଡିଆ ହେଉଛି କାହାର ନା ଗୁଜୁରାଟ। ତାରପା ହେଉଛି ମହାରାଷ୍ଟ୍ର। ତାରପା ଆଉ ଡ୍ୟାନ୍ସ ଫର୍ମ କାହାର ମହାରାଷ୍ଟ୍ର କ'ଣ ପଢ଼ିଲେ, ଦୁଇଟା ପଢ଼ିଲେ, ଗୋଟେ ହେଲା ଲାବନୀ ଏବଂ ଆଉ ଗୋଟେ ହେଲା କ'ଣ ତାରପା। ଗୋଟେ ହେଲା ଲାବନୀ ଆଉ ଗୋଟେ ହେଲା ତାରପା। କୁଚିପୁଡ଼ି ଆନ୍ଧ୍ରପ୍ରଦେଶ। ଆଚ୍ଛା, କୁଚିପୁଡ଼ିର ଟିକେ ସର୍ଟ ଟ୍ରିକ୍ ହେଲା କ'ଣ ମନେ ରଖିବା ପାଇଁ ନା କୁଚିପୁଡ଼ିରେ ମଝିରେ ରହୁଛି ପି, ଆନ୍ଧ୍ରପ୍ରଦେଶରେ ମଝିରେ ରହୁଛି ପି। ଯଦି ଆକୁ ଅଲଗା ଅଲଗା ଲେଖିବା, ଗୋଟେ ହେବ କୁଚି ଆଉ ଗୋଟେ ହେବ ପୁଡ଼ି, ତେବେ ଆନ୍ଧ୍ରପ୍ରଦେଶ କୁଚିପୁଡ଼ି ପି। ଏଇଟା ବି ଇମ୍ପୋର୍ଟାଣ୍ଟ ମନେ ରଖିବେ। ଯକ୍ଷଗଣ କହିସାରିଛି, ଆକ୍ଟର ୟଶ କର୍ଣ୍ଣାଟକ। ଦେନ୍ ଆସିଲା ପୁଲିକଲି, ଇମ୍ପୋର୍ଟାଣ୍ଟ। ପୁଲିକଲି ହେଉଛି କେରଲା। ପୁଲିକଲି ହେଉଛି କ'ଣ ନା କେରଲାର ଡ୍ୟାନ୍ସ ଫର୍ମ। କୋଲାଟମ୍ ହେଉଛି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ। ବେସିକାଲି କୋଲାଟମ୍ଟା କାହାର ନା ତାମିଲନାଡୁର, ବଟ୍ ଆନ୍ଧ୍ରପ୍ରଦେଶରେ ବି କିଛି ମାତ୍ରାରେ ଫେମସ୍ ଅଛି ଏ ଡ୍ୟାନ୍ସ ଫର୍ମଟା। ତ କୋଲାଟମ୍ ଯଦି ଖାଲି ଆନ୍ଧ୍ରପ୍ରଦେଶ ଥିଲେ ବି ଠିକ୍ ହେବ, ଖାଲି ତାମିଲନାଡୁ ଥିଲେ ବି ଠିକ୍ ହେବ। 20ରେ ଆସିଲା କ'ଣ ନା ଥିୟମ୍ ହେଲା କେରଲା। କେରଲାରେ କ'ଣ ହେଲା, ଗୋଟେ ହେଲା ପୁଲିକଲି ଆଉ ଗୋଟେ ହେଲା ଥିୟମ୍। ବାମ୍ବୁ ଡ୍ୟାନ୍ସ ମନେ ରଖିବେ। ବାମ୍ବୁ ଡ୍ୟାନ୍ସ ହେଉଛି ମିଜୋରାମ। ମନେ କ'ଣ ରଖିବେ ନା BM ବଡ଼େ ମିଆଁ ଛୋଟେ ମିଆଁ କାଟିଦିଅ, ବଡ଼େ ମିଆଁ। ବାମ୍ବୁ ଡ୍ୟାନ୍ସ ମିଜୋରାମ, ମନେ ରହିଲା ବାମ୍ବୁ ଡ୍ୟାନ୍ସ ମିଜୋରାମ। ହୋଜାଗିରି ତ୍ରିପୁରା, ଏତେ ଇମ୍ପୋର୍ଟାଣ୍ଟ ନୁହେଁ, ବଟ୍ ଏଇଟା ଇମ୍ପୋର୍ଟାଣ୍ଟ। ଥାଙ୍ଗତା ମଣିପୁର, ଏ ଦୁଇଟାକୁ ବି ମନେ ରଖିଦେବେ। ଆମେ ଏବେ 3 ନମ୍ବର କ୍ୱେଶ୍ଚିନ୍କୁ ଆସିଲେ, ବଟ୍ ଆମେ ବହୁତ ସାରା କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିସାରିଲେଣି, ଆଉ କିଛି ସର୍ଟ ଟ୍ରିକ୍ସ ମଧ୍ୟ ମନେ ରଖି ସାରିଲେଣି। ପିଲାମାନେ ଯଦି ମୋର ଭିଡ଼ିଓ ଭଲ ଲାଗୁଥିବ, ପାଠପଢ଼ା ଷ୍ଟାଇଲ୍ ଭଲ ଲାଗୁଥିବ, ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି ମୋ କଣ୍ଟେଣ୍ଟ ଭଲ ଲାଗୁଥିବ, ମୁଁ କହୁଛି ବୋଲି ନୁହେଁ, ବାଧ୍ୟ ନୁହେଁ, ଯଦି ମୋ କଣ୍ଟେଣ୍ଟ ଭଲ ଲାଗୁଥିବ ତାହେଲେ ଯାଇକି। ହଉ, 3 ନମ୍ବର କ୍ୱେଶ୍ଚିନ୍ ଯିବା। 3 ନମ୍ବର କ୍ୱେଶ୍ଚିନ୍ କ'ଣ କହୁଛି ନା ବୁଦ୍ଧ ପୂର୍ଣ୍ଣିମା ଇଜ୍ ମାର୍କଡ୍ ନା ଫୁଲ୍ ମୁନ୍ ଡେ ଇନ୍ ଦ ହିନ୍ଦୁ ମନ୍ଥ। ବୁଦ୍ଧ ପୂର୍ଣ୍ଣିମା କେଉଁ ମନ୍ଥରେ ସେଲିବ୍ରେଟ୍ କରାଯାଏ କହିପାରିବେ? ବୈଶାଖ, ଜ୍ୟେଷ୍ଠ, ଭାଦ୍ର ୟା ଆଷାଢ଼। ତ ରାଇଟ୍ ଆନ୍ସର ହେବ ଆଷାଢ଼ ମନ୍ଥରେ ବୁଦ୍ଧ ପୂର୍ଣ୍ଣିମାକୁ ସେଲିବ୍ରେଟ୍ କରାଯାଏ। 4 ନମ୍ବର କ୍ୱେଶ୍ଚିନ୍ କ'ଣ କହୁଛି ନା ହ୍ୱିଚ୍ ଫିଚର ଅଫ୍ ଦ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ଇଜ୍ ବୋରୋଡ୍ ଫ୍ରମ୍ ଦ କନଷ୍ଟିଟ୍ୟୁସନ୍ ଅଫ୍ ବ୍ରିଟେନ୍। କ'ଣ କହିଲା ନା ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ କେଉଁ ଫିଚରଟାକୁ, ସୁବିଧାଟାକୁ ଅଣାଯାଇଛି କେଉଁଠୁ ନା ବ୍ରିଟେନ୍ରୁ ଅଣାଯାଇଛି। ତ ରାଇଟ୍ ଆନ୍ସର କ'ଣ ଆସିବ ପିଲାମାନେ କୁହ? ଅପସନ୍ ଏ ଫଣ୍ଡାମେଣ୍ଟାଲ ଡ୍ୟୁଟି, या पार्लियामेंटारी गवर्नमेंट, या जुडिशियल, या फिर फंडामेंटल राइट्स। ये फंडामेंटल ड्यूटी अच्छे, ये फंडामेंटल राइट्स अच्छे।
तो राइट आंसर कौन हम ना राइट आंसर आसो ऑप्शन बी पार्लियामेंट पार्लियामेंटारी गवर्नमेंट एक्चुअली ब्रिटेन भी पार्लियामेंटारी गवर्नमेंट ताकू से फीचरटा को आम इंडियन कॉन्स्टिट्यूशन भी बर कराई आम देश भी कौन हो पार्लियामेंटारी गवर्नमेंट चलुँ 5 नंबर क्वेश्चन कौन कहला द इंडियन नेशनल कांग्रेस वाज एस्टाब्लिश्ड इन इंडियन नेशनल कांग्रेस केबे एस्टाब्लिश कराइला को मसिया 1879 1877 1875 या फिर 1885 एटा तो इजी क्वेश्चन पिले या राइट आंसर कौन आसीबो राइट आंसर आसीबो 1885 राइट आंसर है 1885 अच्छा पिले जदि क्वेश्चन सब पीडीएफ दरकार मते कमेंट रे निश्चित भाव जणाइबे मु टेलीग्राम ग्रुप रे सब क्वेश्चन पीडीएफ दे देबे।